ମାଲକାନଗିରି ସହରରୁ ଆସୁଛି ଏହି ବଡ଼ ଖବର। ମାଲକାନଗିରିରେ ଅଳ୍ପକେ ବର୍ତ୍ତିଲା ବଡ଼ ବିପତ୍ତି। ଉତ୍ସବର ମାହୋଲ ବଦଳିଗଲା ଆତଙ୍କରେ। ପଙ୍ଗଲ ପାଳନ ବେଳେ ଧୁ ଧୁ ହୋଇ ଜଳିଲା ଘର। ମାଲକାନଗିରିରେ ଭୟଙ୍କର ଅଗ୍ନିକାଣ୍ଡ। କୁପିଲି ଢେପସାହିରେ ଖେଳିଗଲା ଆତଙ୍କ। ଅଗ୍ନିଶମ ବାହିନୀର ଦେବଦୂତ ସାଜିଲେ କର୍ମଚାରୀ। ମାଲକାନଗିରି ସହରର 6 ନମ୍ବର ୱାର୍ଡ ସ୍ଥିତ କୁପିଲି ଢେପସାହିରେ ଆଜି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି। ପବିତ୍ର ମକର ସଂକ୍ରାନ୍ତି ତଥା ତେଲୁଗୁ ସମ୍ପ୍ରଦାୟର ଶ୍ରେଷ୍ଠ ପର୍ବ ପଙ୍ଗଲ ପାଇଁ ଘର ସାରା ଖୁସିର ମାହୋଲ ହୋଇଥିଲା। ନୂତନ ଏସ୍ବିଆଇ ବ୍ୟାଙ୍କ ନିକଟସ୍ଥ ଏକ ପରିବାରରେ ଉତ୍ସବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଲାଗିଯାଇଥିଲା ନିଆଁ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଖବର ପାଇବା ମାତ୍ରେ ମାଲକାନଗିରି ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତତ୍ପରତା ଯୋଗୁଁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ତେବେ ସବୁଠାରୁ ବଡ଼ ଆଶ୍ୱସ୍ତିକର ଖବର ହେଉଛି ଏହି ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ପର୍ବ ଦିନରେ ଏଭଳି ଅଘଟଣ ସମଗ୍ର ସାହି ବାସିନ୍ଦାକୁ ସ୍ତବ୍ଧ କରିଦେଇଛି। ଅଗ୍ନିଶମ ବାହିନୀ ଏହି ସଫଳ ଅପରେସନ ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଅଧିକ ଅପଡେଟ୍ ପାଇଁ ଦେଖୁଥାନ୍ତୁ ଓଡ଼ିଶା ନ୍ୟୁଜ୍ ଏକ୍ସପ୍ରେସ୍। ମକର ସଂକ୍ରାନ୍ତି ପର୍ବ ପୂର୍ବପୁରୁଷ ମାନଙ୍କୁ ଆମେ ସବୁ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧିକିରି ତାଙ୍କୁ ପରସିବୁ। ଆଉ ଆମେ ଖାଦ୍ୟ ରାନ୍ଧିବା ଅବସ୍ଥାରେ ଥିଲୁ। ଆଉ ସେତେବେଳେ ଗ୍ୟାସ୍ ଲିକ୍ ହେଇକିରି ଲାଗିଗଲା। କାହାର କିଛି କ୍ଷୟକ୍ଷତି ହେଇନାହିଁ, କିନ୍ତୁ ଘର ସବୁ କ୍ଷୟକ୍ଷତି ହେଇଗଲା। ଆମେ ଚେଷ୍ଟା କଲୁ, ଆମର ଦିଅର ମାନେ, ଆମର ସମସ୍ତେ, ଆମର ଭାଇ ମାନେ ସମସ୍ତେ ଚେଷ୍ଟା କଲୁ। ଆମ ଘର ପାଖ ପଡିଶାର ଲୋକ ସବୁ ଲୋକ ଚେଷ୍ଟା କଲୁ। ତାପରେ ଫାୟାର ଷ୍ଟେସନ କୁ ଫୋନ କଲାରୁ ଫାୟାର ଷ୍ଟେସନ ଲୋକ ଆସିଲେ, ନିଆଁକୁ ଆୟତ୍ତ କଲେ। ସାମାନ ତ କିଛି ହେଇନାହିଁ, କିନ୍ତୁ ଚିହ୍ନ ଛତ୍ର ହେଇଗଲା। ବହୁତ ନିଆଁ ଲାଗିଗଲା। ପୁରା ଛାତ ଉପରକୁ ପଳେଇ ଡ୍ୟାମେଜ ହେଇଗଲା। ପୁରା ଗୋଟେ ରୁମ ଡ୍ୟାମେଜ ହେଇଗଲା। ମାଲକାନଗିରିରୁ ଟି ଜଗଦୀଶ ରାଓଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଏକ୍ସପ୍ରେସ୍।